ଏବେ ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ଓଡ଼ିଆ ହାସ୍ୟ ଅଭିନେତା ଗୁଡୁ। ତାହେଲେ ଫ୍ରେଣ୍ଡସ୍ ଆପଣ ମାନେ ଜାଣିଥିବେ କି 2021 ମସିହାରେ ପ୍ରିୟଙ୍କା ଓରଫ ମାମାଙ୍କୁ ପ୍ରେମ ବିବାହ କରିଥିଲେ ଗୁଡୁ। ଦୁର୍ଭାଗ୍ୟବଶତଃ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ବର୍ତ୍ତମାନ ବିଚ୍ଛେଦ ହୋଇଥିବା କଥା ଶୁଣିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଗୁଡୁ ଏବଂ ତାଙ୍କ ସ୍ତ୍ରୀ ଅଲଗା ହୋଇ ରହୁଥିବାର ଦେଖିବା ପାଇଁ ମିଳୁଛି। ଏବେ ଦୁହେଁ ସୋସିଆଲ ମିଡିଆରୁ ତାଙ୍କର ଫଟୋ ବର୍ତ୍ତମାନ ଡିଲିଟ୍ କରିଦେଇଥିବାର ନଜର ଆସିଛନ୍ତି। ଆପଣ ମାନେ ଜାଣିଥିବେ କି ଗୁଡୁ 2021 ମସିହାରେ ସୋସିଆଲ ମିଡିଆରେ ପ୍ରିୟଙ୍କା ଓରଫ ମାମାଙ୍କୁ ସେ ବିବାହ କରିଥିଲେ। ବାହାଘର ପରେ ଦୁହେଁ ବହୁତ ଖୁସିରେ ମଧ୍ୟ ରହୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ବହୁତ ଖୁସି ଥିଲା ଏବଂ ବହୁତ ସାରା ଭଲ ପାଇବା ମଧ୍ୟ ଥିଲା। ତେବେ ତାଙ୍କର ଏହି ଅଲଗା ହୋଇଯିବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ମଧ୍ୟରେ ଗୁଡୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ଫ୍ରେଣ୍ଡସ୍ ସେ ବର୍ତ୍ତମାନ ହସ୍ପିଟାଲରେ ଆଡମିସନ ହୋଇଛନ୍ତି। ଗୁଡୁ ବର୍ତ୍ତମାନ ସୋସିଆଲ ମିଡିଆରେ କହିଛନ୍ତି କି ସେ ବହୁତ ଶୀଘ୍ର ଠିକ ହୋଇଯିବେ ବୋଲି। ଏବେ ଫ୍ରେଣ୍ଡସ୍ ଆପଣ ମାନେ ଜାଣିଥିବେ କି ଗୁଡୁ ସମସ୍ତଙ୍କୁ ହସେଇଥାନ୍ତି। ଏବେ ବହୁତ ସାରା ଓଡ଼ିଆ ଆଲବମ୍, ଓଡ଼ିଆ ୱେବ ସିରିଜ ଏବଂ ବହୁତ ସାରା କମେଡି ଶୋରେ ଗୁଡୁଙ୍କର ଅଭିନୟ ଆପଣ ମାନେ ନିଶ୍ଚିନ୍ତ ଭାବରେ ଦେଖିବା ପାଇଁ ପାଇଥିବେ। ଆଜି ସମସ୍ତଙ୍କୁ ହସୁଥିବା ଲୋକଟି ବର୍ତ୍ତମାନ କାନ୍ଦୁଥିବାର ନଜର ଆସିଛି। ଆପଣ ମାନେ ତ ଗୁଡୁଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କ ଅଭିନୟ ନିଶ୍ଚିନ୍ତ ଭାବରେ ଦେଖିଥିବେ। ତେବେ ଆପଣ ମାନଙ୍କୁ ଗୁଡୁ କେମିତି ଲାଗନ୍ତି ଏବଂ ତାଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ ଫ୍ରେଣ୍ଡସ୍ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବେ ଜଣାଇ ଦିଅନ୍ତୁ।